व्याप्तं येन चराचरं तत्पदं दर्शितं येन तस्मै श्री गुरवे नमः। गुरु तत्व बा गुरु शब्द ये प्रकृत में संकीर्ण शब्द नुहे, यार अर्थ मध्य संकीर्ण नुहे, यार महिमा मध्य गोटे सीमित बा आम निज आयत्तर थिला बड़ी नुहे, ये सब बेले व्यापक। जहाँ को आपण माने आमे माने समस्ते गोटे स्रष्टा बोली कहू, केही ताकू परमात्मा कहती, किए तांकू ज्योतिर्ब्रह्म बोली कहती, किए अणाकार एकाक्षर इत्यादि नाम संबोधन करती। विभिन्न धर्म संप्रदायर महापुरुष माने किए तांकू अल्लाह, किए गॉड, किए बुद्ध, किए अग्नि यही भली भाव में कहते। ये जीए जेते प्रकार शब्द रे तांकू संबोधन कले भी तांको मूल नामटी होची गुरु। गुरु जदि मूल नामटी हेई नथांता ताहले केबे हेले गीतार से कही नथांते गुरुर गरियान। गरियान कहिले तांको ठारू आउ केही गुरु बा उजनिया नाहांती। गुरु जदि गरियान नुहंती ताहले तांकू कहा जाई नथांता अखंड मंडलाकारम। अखंड जे खंडित हुअंती नाही, से पुणी मंडलाकार। मंडलाकार कहिले माने गोटे शून्य भली, जो शून्य बा जो मंडल व्याप्तं येन चराचर, चर अचर भूचर खेचर ये संसार जहाँ सब आमे जानिचे बा आम पाखकू जेतोटी शब्द से संबंध रे आम पाखकू आसीची, सबु शब्दर मूल शब्द होची गुरु। आमे गुरु को केतबेले ब्रह्मा कहीचु, केतबेले विष्णु कहीचु, केतबेले शिव कहीचु, केतबेले परम ब्रह्म परमात्मा बाहे गुरु जय गुरु आमे एमती विभिन्न रूप नाम रे तांकू संबोधन करिछु, किंतु से प्रकृत रे गुरु। सेथिपई कुआगला मद्गुरु श्री जगत। मोर गुरु होउचंती जगत। तेणु गुरु को आमे टिके माने विभाग करिबा। धरतु एलपी स्कूल टीचर, जने माइनर स्कूल टीचर, जने मैट्रिक, जने कॉलेज रो, जने यूनिवर्सिटी रो, एई भली भिन्न भिन्न शिक्षानुष्ठान रे भिन्न भिन्न क्वालिटी रो गुरु अछंती, किंतु समस्त गुरु
ମୂଳ ଗୁରୁଟି ଯଦି ହେଉଛନ୍ତି ପିତାମାତା, ଶେଷ ଗୁରୁଟି ତୁମର ପାଠର ଯେଉଁଠି ଶେଷ ସିଏ ହେଉଛନ୍ତି ଶେଷ ଗୁରୁ। ସେଥିପାଇଁ ଆମେ ଗାଉ ଆଦ୍ୟ ଗୁରୁ ପ୍ରାନ୍ତ ଗୁରୁ ଆଦ୍ୟ ଗୁରୁ ଦୟାଚ। କେମିତି ଗୁରୁ ମୂଳ ସେ କଥାଟାକୁ ଟିକେ ମାନେ ଭାବରେ ବିଚାର କରିବାକୁ ପଡ଼ିବ। ଧୀର ସ୍ଥିର ମତିରେ ବିଚାର କରିବାକୁ ପଡ଼ିବ। ମନେ କରାଯାଉ ଗୋଟିଏ ମହାଶୂନ୍ୟ ଭିତରେ ଗୋଟିଏ ଶବ୍ଦ ଶୁଭିଲା। ତାହେଲେ ମହାଶୂନ୍ୟ ଭିତରୁ ଯେଉଁ ଶବ୍ଦଟି ଆସିଲା, ଏଇ ଜାଗାରେ ମହାଶୂନ୍ୟ କେଉଁ ରୂପରେ ଥିଲେ? ତ ମହାଶୂନ୍ୟ ଶବ୍ଦ କେମିତି ଆସିଲା? ଯଦି ଆମେ କହୁଛୁ ସେ ମହାଶୂନ୍ୟ, ଶୂନ୍ୟଂ ଶୂନ୍ୟଂ ମହାଶୂନ୍ୟ, ଏ ମହାଶୂନ୍ୟଟା ପୁଣି ଶବ୍ଦ କେମିତି ହେଲା? ସେଇଠି ମହାଶୂନ୍ୟ ଗୁରୁ ରୂପ ଧାରଣ କଲେ। ଗୁରୁ ରୂପ ଧାରଣ କରି ସିଏ ଗୋଟେ ଶବ୍ଦ ସୃଷ୍ଟି କଲେ। ବିଭିନ୍ନ ମତାବଲମ୍ବୀ ମାନେ ଭିନ୍ନ ଭିନ୍ନ ମତକୁ ନେଇ ଭିନ୍ନ ଭିନ୍ନ ଭାବରେ ବ୍ୟାଖ୍ୟା କରୁଛନ୍ତି। ଆମେ ଆମ କଥାରେ ସ୍ଥିର ରହିବା ଉଚିତ। ସିଏ ଯେଉଁ ଶବ୍ଦ, ସେଇ ଶବ୍ଦଟି ହେଉଛି ପ୍ରଣବ। ଗୀତାରେ କୁହାଯାଇଛି ପ୍ରଣବ ସର୍ବବେଦେଷୁ ଶବ୍ଦ କେ ପୌରୁଷ। ସେଇ ଯେଉଁ ପ୍ରଣବର ଅନ୍ୟ ନାମ ହେଉଛି ଓଙ୍କାର। ତାକୁ ପ୍ରଣବ କାହିଁ କୁହାଗଲା? ସେ ପ୍ରଣୟତା, ସବୁକୁ ଯିଏ ସୃଜନ କରନ୍ତି ସେ ପ୍ରଣୟତା। ଯେ ସୃଜନଟା ବାୟୁ ବିନା ହେଇପାରିବ କି? ପବନ ବିନା ହେଇପାରିବ? ଜଳ ବିନା ହେଇପାରିବ କି? ଅଗ୍ନି ବିନା ହେଇପାରିବ କି? ମାଟି ବିନା ହେଇପାରିବ କି? ଆକାଶ ବିନା ହେଇପାରିବ କି? ଗୋଟେ ମାଧ୍ୟମ ବିନା ପ୍ରଣବର କ୍ରିୟା, ପ୍ରଣବ ରହିପାରେ, ପ୍ରଣବର କ୍ରିୟା ହେଇପାରିବ କି? ତେଣୁ ପ୍ରଣବ ଏଠି କହିଲେ ଗୋଟିଏ ଶବ୍ଦ ପ୍ରଣବ, ତା ଯେମିତି କଦମ୍ବ ଗଛର ଫୁଲଟି, ଗୋଟିଏ ଫୁଲ ତା ଦେହରେ ଅସଂଖ୍ୟ ଧାରା ରହିଛି, ଫୁଲର ଧାରା। ସେହିପରି ପ୍ରଣବ କହିଲେ 1ରୁ 5 ପର୍ଯ୍ୟନ୍ତ, ପୁଣି 5ରୁ 25 ପର୍ଯ୍ୟନ୍ତ, ପୁଣି 5ରୁ 10 ପର୍ଯ୍ୟନ୍ତ, 9 ପର୍ଯ୍ୟନ୍ତ, 6 ପର୍ଯ୍ୟନ୍ତ, 25 ପର୍ଯ୍ୟନ୍ତ, ପୁଣି 16 ପର୍ଯ୍ୟନ୍ତ, 18 ପର୍ଯ୍ୟନ୍ତ, ପୁଣି 32 ପର୍ଯ୍ୟନ୍ତ, ଶେଷରେ 50 ପର୍ଯ୍ୟନ୍ତ। ଏ ସବୁଯାକ ସୃଷ୍ଟି ହେଲା ଶବ୍ଦ। ସବୁ ଶବ୍ଦର ମୂଳ ଶବ୍ଦଟି ହେଉଛି ପ୍ରଣବ। ପ୍ରଣବ ଶବ୍ଦ ସର୍ବବେଦେଷୁ। ମୁଁ ବର୍ତ୍ତମାନ ପ୍ରଣବ ରୂପରେ କହୁଛି। ମୁଁ ଯାହାଙ୍କ ମାଧ୍ୟମରେ ଇଏ ପୃଥିବୀକି ଆସିଲି, ସେ ମଧ୍ୟ ଗୋଟେ ପ୍ରଣବ।
ଏଇ ପ୍ରଣବ ହେଉଛନ୍ତି ଜଣେ ଋଷି, ଯାହାକୁ ଆମେ ଗୋତ୍ର ବୋଲି କହୁଛୁ। ଏଇ ପ୍ରଣବ ହେଉଛନ୍ତି ଜଣେ ଗ୍ରହ, ଯାହାକୁ ଆମେ ବିଭିନ୍ନ ଗ୍ରହ ରୂପରେ ତାଙ୍କୁ ଆମେ ଚିନ୍ତା କରୁଛୁ। ଏଇ ପ୍ରଣବ ହିଁ ଔଷଧ, ଏଇ ପ୍ରଣବ ହିଁ ରୋଗ। ଏଇ ପ୍ରଣବକୁ ଯେଉଁମାନେ ପଢ଼ିଛନ୍ତି ବା ତାକୁ ରିସର୍ଚ୍ଚ କରିଛନ୍ତି, ସେଇମାନେ ହେଉଛନ୍ତି ପାଠୁଆ। ସେମାନେ ପଢ଼ିଛନ୍ତି, ଇଂରାଜୀ ପଢ଼ିଛନ୍ତି, କିଏ ଭୂଗୋଳ ପଢ଼ିଛି, କିଏ ସାହିତ୍ୟ ପଢ଼ିଛି, କିଏ ଅଙ୍କ ପଢ଼ିଛି, କିଏ ବିଜ୍ଞାନ ପଢ଼ିଛି, କିଏ ଆୟୁର୍ବେଦିକ ପଢ଼ିଛି, କିଏ ଏଲୋପାଥିକ ପଢ଼ିଛି। ଇଏ ସବୁ ହେଉଛି ପ୍ରଣବର ବଳୟ। ନାଁଟି ହେଉଛି ଓଙ୍କାର। ଓମିତ୍ୟକାକ୍ଷରଂ ବ୍ରହ୍ମ ବ୍ୟାହରନ୍ ମାମୁନ୍ ସ୍ମରଣ। ଆପଣ ଦେଖନ୍ତୁ, ଯେଉଁମାନେ ଓଙ୍କାର ମାନୁନାହାନ୍ତି ତାଙ୍କୁ ଟିକେ ପଚାରନ୍ତୁ, ଆପଣ କାହାକୁ ମାନୁଛନ୍ତି? ଇସଲାମ ଭାଇମାନଙ୍କୁ ପଚାରିଲେ ତମେ କାହାକୁ ମାନ? ଆଲ୍ଲାହ। ସେ ଆଲ୍ଲାହ, ଏ ଯେଉଁ ଆ ଶବ୍ଦଟି କେଉଁଠୁ ଆଇଲା? ଅ ଥିବାରୁ ସିନା ଆଇଲା। ଅଟାକୁ ଆଗ ଲେଖିଲେ ତାପରେ ଆ ଲେଖା ହେବ ନା। ତେଣୁ ଅଟା ହେଉଛି ମୂଳ। ଯଦି ଖ୍ରୀଷ୍ଟିଆନ ମାନଙ୍କୁ ପଚରାଯିବ ତମେ କାହାକୁ ସମ୍ବୋଧନ କରୁଛ, ସେ କହିବେ ଈଶ୍ୱର। ତ ଇଟା କେଉଁଠୁ ଆସିଲା? ସେଇ ଅ ଠାରୁ ଅ ଆ ହର୍ଷେଇ ଦୀର୍ଘେଇ ହର୍ଷৌ ଦୀର୍ଘଉ ଏକାର ଐକାର ଓକାର ଐକାର। ତାରି ଭିତରେ ଇ ଅଛି ନା। ଆଉ ସ୍ୱରବର୍ଣ୍ଣ ଭିତରେ ଇଏ ସମସ୍ତେ ଅଛନ୍ତି। ଧରନ୍ତୁ ଇଏ ଗଲେ ଇସଲାମ ଗଲେ, ହିନ୍ଦୁ ଗଲେ, ଖ୍ରୀଷ୍ଟିଆନ ଗଲେ। ଧର ଆଉ ଯାହାଙ୍କୁ ଆମେ ପଚାରିବା, ଯେକୌଣସି ଧର୍ମକୁ ଆପଣ ପଚାରନ୍ତୁ, ସେ ଯେଉଁ ଶବ୍ଦ କହିବେ ସିଏ ସବୁ ଏଇ ଅ ଠାରୁ 50 ଭିତରେ ସେ ଶବ୍ଦ ଗୁଡ଼ିକ ଅଛି। ସେ ଅକ୍ଷର ଗୁଡ଼ିକ ତାର ଭିତରେ ଅଛି। ବହୁତ ମୋଟା ମୋଟା ବହି ଲେଖା ହେଇଛି, ବେଦ ଲେଖା ହେଇଛି, ବେଦାନ୍ତ ଲେଖା ହେଇଛି, କୁରାନ, ବାଇବେଲ, ତ୍ରିପିଟକ ସବୁ ଲେଖା ହେଇଛି। ଅକୁ ଛାଡ଼ିକିରି କ'ଣ ଲେଖା ହେଇଛି? ବିନା ଅ କି ବିନା ଆରେ କିଛି ଲେଖା ହେଇନି। ଯେମିତି ହେଲେ ତା ଭିତରେ ସେ ଥିବ। ମନେ କରାଯାଉ ଜଣେ କହିବ ମୁଁ ଇଂରାଜୀରେ ଆମେ ଲେଖିଛୁ। ଇଂରାଜୀରେ ଯାହା ଲେଖିଲେ ବି ଏ ବି ସି ଡି ଇ ଏଫ୍ ଜି ଏ ସବୁ ହେଉଛି ଅ ଠାରୁ କ୍ଷ ଭିତରର ଏଇ 50 ଅକ୍ଷର ଭିତରେ। ସେ ଉର୍ଦ୍ଦୁ ଶବ୍ଦ ମଧ୍ୟ ସେଇଆ। ତେଣୁ ଶବ୍ଦଟା ଯେଉଁଠୁ ଆସୁଛି ସିଏ ହେଉଛନ୍ତି ଶବ୍ଦର ଉଚ୍ଚାରଣକାରୀ ଶବ୍ଦର ସ୍ରଷ୍ଟା ହେଉଛନ୍ତି ଗୁରୁ। ସେଇ ଗୁରୁଙ୍କୁ ଆମେ କହୁଛୁ ଅଲମାଇଟ୍ କହୁଛୁ, ବା ଡିଭାଇନ୍ କହୁଛୁ, ଗଡ୍ କହୁଛୁ, ବା ଆଉ କିଛି କହୁଛୁ। କିନ୍ତୁ ମୂଳଟି ହେଉଛି ଗୁରୁର୍ ଗରିୟାନ୍ ତୁମସ୍ୟ ପୂଜ୍ୟସ୍ୟ ଗୁରୁର୍ ଗରିୟାନ୍। ଗୀତାର
କଥା ଭିତରେ ପଶିଲେ ସେଇ କଥାଟି ଆପେ ଆପେ ଆସେ। ଯେ ପର୍ଯ୍ୟନ୍ତ ଶିଷ୍ୟତ୍ୱ ଗ୍ରହଣ କରିନାହାନ୍ତି, କୃଷ୍ଣଙ୍କୁ ଗୁରୁ ବୋଲି ସ୍ୱୀକାର କରିନାହାନ୍ତି, ସେ ପର୍ଯ୍ୟନ୍ତ ଗୀତାର ବାଣୀ ସୁପ୍ତ ଥିଲା। ଯେତେବେଳେ ଗୁରୁ ବୋଲି ସ୍ୱୀକାର କଲେ, ଏଇ ଗୁରୁ ଶିଷ୍ୟ ସମ୍ବନ୍ଧ ସୃଷ୍ଟି ହେଲା ବାଣୀ। ତେଣୁ ଆମେ ଯେଉଁ ଭାବୁଛୁ ଅମୁକ ଗୁରୁଙ୍କ ବାଣୀ, ଅମୁକ ଗୁରୁଙ୍କ ବାଣୀ, ସବୁ ଗୁରୁଙ୍କ ବାଣୀକି ଆଣି ଗୋଟାଏ ଜାଗାରେ ସ୍ଥୂଳ କରାଯାଉ। କିଏ କ'ଣ, ଯିଏ ଖଣ୍ଡନ କରିଛନ୍ତି, କ'ଣ ମଣ୍ଡନ କରିଛନ୍ତି, ଯିଏ ମଣ୍ଡନ କରିଛନ୍ତି ସେ କ'ଣ ଖଣ୍ଡନ କରିଛନ୍ତି। ମଣ୍ଡନ ଓ ଖଣ୍ଡନ ସବୁ କଥା ସେଇ ଶାସ୍ତ୍ର ଭିତରେ ରହିଛି, ବା ସବୁ ହେଉଛି ଗୁରୁ ମୁଖାର ବେଦ, ଗୁରୁଙ୍କ ମୁଖାର ବେଦ କଥା। ତାକୁ ଯିଏ ନ ମାନିବ, ନ ମାନିବ। ନିରୋଳାରେ ବସି ଯଦି ଭାବିବ, ଧରାଯାଉ ଜଣେ କହୁଛି ଚୋରି କରିବା ବହୁତ ମାନେ ଭଲ, ଚୋରି କରିବା ବହୁତ ଭଲ, ଏଇ ଯେଉଁ କଥାଟା ସେ କହିଲା, ଏଇଟା ସେ କେଉଁଠୁ ଆଣିଲା? ଚୋରିଟା କେଉଁଠୁ ଥିଲା ବୋଲି ଚୋରି କରିଛି ନା। ଆଉ ତେବେ ଚୋର କେମିତି ହୁଅନ୍ତି, ଚୋରି କେମିତି କରାଯାଏ, ଇଏ ସମସ୍ତ କୌଶଳ, ଇଏ ସବୁ ସେଇ ଶାସ୍ତ୍ରୋକ୍ତ। ତ ଏଇ ଶାସ୍ତ୍ର ଭିତରେ ଦୁଇଟି ମାର୍ଗ ରହିଛି, ପ୍ରବୃତ୍ତି ଆଉ ନିବୃତ୍ତି। ତେଣୁ ଆମେ ପ୍ରବୃତ୍ତି ପ୍ରତି ସଚେତନ ହେବା, ନିବୃତ୍ତିକୁ ନେଇ ଆମେ ଆଗକୁ ବଢ଼ିବା। ନିବୃତ୍ତି ନେଇ ଆମକୁ ସେଇ ନିବୃତ୍ତ ଗୁରୁଙ୍କ ପଦାବ୍ଦରେ ଆମକୁ ଛାଡ଼ିଦେବ। ସେଇଠି ଆମ ମଣିଷ ଜୀବନ ସଫଳ ହେଇଗଲା। ଏମିତି ଏ ସଂସାରଟା ଚାଲିଛି। ଗୁରୁ କୃପା ହିଁ କେବଳ। ଜୟ ଗୁରୁ, ଜୟ ଗୁରୁ।